କୁହାଯାଉଛି ପୁରା କାଳରେ ଗୋଟିଏ ବେଦ ଥିଲା, ତା ହେଉଛି ଅଥର୍ବବେଦ, କେହି କେହି କହନ୍ତି ଯଜୁର୍ବେଦ ବୋଲି। ପରେ କଳିଯୁଗ ଯେତେବେଳେ ଆରମ୍ଭ ହେଲା, ସେ ଆରମ୍ଭ ପୂର୍ବରୁ ଏଇ ଗୋଟେ ବେଦ 4 ଭାଗରେ ବିଭକ୍ତ ହେଇଛି। ତାମ ଯଜୁର୍ ରୁଗ ଅଥର୍ବ, ଏ ଭାଗବତରେ ବର୍ଣ୍ଣନା ଅଛି। ସଂସ୍କୃତରେ ବ୍ୟାସଦେବ ଆସିଲେ ଏ 4 ଭାଗରେ ବିଭକ୍ତ କଲେ, ବେଦକୁ ଆଉ ରଚନା କଲେ। ସତ୍ୟ ଯୁଗରେ ଗୋଟିଏ ମନ୍ତ୍ର ଥିଲା ଓଙ୍କାର, ସେଇ ଓଙ୍କାର କଳି ଯୁଗରେ ହରେ କୃଷ୍ଣ ମହାମନ୍ତ୍ର ରୂପେ ପ୍ରକାଶିତ ହେଇଛି। ତେଣୁ ଏ ମହାମନ୍ତ୍ର କୀର୍ତ୍ତନ ହେଉଛି ମଧ୍ୟ ଓଙ୍କାର। ଓଙ୍କାରର ଅର୍ଥ ହେଉଛି ଭଗବାନଙ୍କୁ ଆହ୍ୱାନ କରିବା। ହରେ କୃଷ୍ଣ ମହାମନ୍ତ୍ର ଉଚ୍ଚାରଣ କୀର୍ତ୍ତନ ମଧ୍ୟ ଭଗବାନଙ୍କୁ ଆହ୍ୱାନ କରିବାର କଥା। ଓ ହରେ ହୋ କୃଷ୍ଣ ହୋ ରାମ, ହରେ ହରା ସମ୍ବୋଧନରେ ହରେ, ଭଗବତ ଶକ୍ତି ରାଧାରାଣୀ ଓ ହରା କୁହାଯାଏ, ସମ୍ବୋଧନରେ ହରେ, ହରା ଶବ୍ଦ ସମ୍ବୋଧନରେ ହଏ ହରେ, ଏ ଭଗବାନଙ୍କର ଶକ୍ତି, ଏ ରାଧାରାଣୀ ଭଗବାନଙ୍କର ଶକ୍ତି, ଏଇଟା କଥା କୁହାଉଛି। ଏ ଗୋସ୍ୱାମୀ ମାନେ, ଆଚାର୍ଯ୍ୟ ମାନେ ବର୍ଣ୍ଣନା ତା ବ୍ୟାଖ୍ୟା ଦେଇଛନ୍ତି। ହରେ କୃଷ୍ଣ ମହାମନ୍ତ୍ରରେ ଯୋଉ ହରେ ଶବ୍ଦ ଅଛି, ତାହା କିପରି ହରା କହିଲେ ରାଧାରାଣୀଙ୍କୁ ବୁଝଉଛି, ତାର ବ୍ୟାଖ୍ୟା ଆଚାର୍ଯ୍ୟମାନେ ଦେଇଛନ୍ତି। ଆଚାର୍ଯ୍ୟମାନେ ଦେଇଛନ୍ତି। ହରା ସମ୍ବୋଧନରେ ହେଉଛି ହରେ, ପୁନଶ୍ଚ ହରି ସମ୍ବୋଧନରେ ମଧ୍ୟ ହରେ। ହରି ଶବ୍ଦ ସମ୍ବୋଧନରେ ହରେ হয়, ହରା ଶବ୍ଦ ମଧ୍ୟ ସମ୍ବୋଧନରେ ହରେ হয়। হরে কৃষ্ণ 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 হরে হরে, হরে রাম 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 হরে। এথরে এই হরে কৃষ্ণ মহামন্ত্রে হরে শব্দ কৃষ্ণ শক্তি রাধারাণীଙ୍କୁ ବୁଝଉଛି ଏବଂ ଭଗବାନ ହରିଙ୍କୁ ମଧ୍ୟ ବୁଝଉଛି। କାରଣ ଏ ମହାମନ୍ତ୍ର ଚିଜଗତରେ ଗୋଲକର ପ୍ରେମ ଧନ ହରିନାମ ସଂକୀର୍ତ୍ତନ, ଗୋଲକ ବୃନ୍ଦାବନରେ ମଧ୍ୟ କୀର୍ତ୍ତିତ ହଉଛି। ଗୋଲକ ବୃନ୍ଦାବନରେ ଗୋପୀ ସମାଜ ରାଧାରାଣୀଙ୍କର ଆନୁଗତ୍ୟରେ ମଧ୍ୟ ଏ ହରିକୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି। ରାଧାତନ୍ତ୍ରରେ ଅଛି। ତେଣୁ ସେମାନେ ରାଧାରାଣୀଙ୍କ ସମେତ ଗୋପୀମାନେ କୀର୍ତ୍ତନ କରନ୍ତି, ସେମାନେ ହରିଙ୍କୁ ଡାକନ୍ତି, ହେ ହରି, ହେ କୃଷ୍ଣ, ହେ ରାମ। ସେନ୍ସରେ ହରେ ହେଇଛି। ହରି ଶବ୍ଦ ସମ୍ବୋଧନରେ ହରେ, ଆମମାନ ପାଇଁ ଭୌତିକ ଜଗତରେ ହରା, ହରା ରାଧାରାଣୀ ବା କୃଷ୍ଣ ଶକ୍ତି। ମନ ହରତି କୃଷ୍ଣସ୍ୟ କୃଷ୍ଣାହ୍ଲାଦ ସ୍ୱରୂପିଣୀ ତତ ହରା ଶ୍ରୀରାଧୈବ ତସ୍ୟା ସମ୍ବୋଧନୀ ହରେ। ଏ କଥା ଆଚାର୍ଯ୍ୟମାନେ କହିଛନ୍ତି। ବିଶେଷ କରି ଜୀବ ଗୋସ୍ୱାମୀ ବ୍ୟାଖ୍ୟା କରି କହିଛନ୍ତି, କୃଷ୍ଣଙ୍କର ଆହ୍ଲାଦଦାୟିନୀ ଲାଦିନୀ ଶକ୍ତି ଶ୍ରୀ ରାଧା କୃଷ୍ଣଙ୍କର ଚିତ୍ତକୁ ହରଣ କରିନିଅନ୍ତି। ଅତଏବ ରାଧାଙ୍କୁ ହରା ନାମରେ କୁହାଯାଉଛି। ଚିତ୍ତ ହରଣ କରିକି ହରା, ହରା ଶବ୍ଦ ସମ୍ବୋଧନରେ ହରେ ହେଉଛି। ଜୀବ ଗୋସ୍ୱାମୀ ବ୍ୟାଖ୍ୟା କରି କହିଛନ୍ତି, ସର୍ବଚେତ ହର କୃଷ୍ଣସ୍ତସ୍ୟ ଚିତ ହରତ୍ୟସୌ ବୈଦଗ୍ଧିସାର ବିସ୍ତାରୀ ତତ ରାଧା ହରାମତା। ଶ୍ରୀକୃଷ୍ଣଚନ୍ଦ୍ର ନିଜ ଲୋକୋତ୍ତର ସୌନ୍ଦର୍ଯ୍ୟରେ ସମସ୍ତଙ୍କର ଚିତ୍ତକୁ ହରଣ କରିବା ବାଲା ଅଟନ୍ତି, କିନ୍ତୁ ଶ୍ରୀମତୀ ରାଧିକା ଶ୍ରେଷ୍ଠ ଚାତୁର୍ଯ୍ୟର ବିସ୍ତାର କରି କୃଷ୍ଣଙ୍କର ଚିତ୍ତକୁ ହରଣ କରିନିଅନ୍ତି। ଅତଏବ ରାଧିକାଙ୍କୁ ହରା ବୋଲି କୁହାଯାଏ। ହରା ଶବ୍ଦର ସମ୍ବୋଧନରେ ହରେ ରୂପ ହେଉଛି। ଶ୍ରୂୟତେ ନିୟତେ ରାସେ ହରିଣା ହରିଣେ କ୍ଷଣା ଏକାକିନୀ ରହକୁଞ୍ଜେ ହରେୟଂ ତେନ ତଥ୍ୟତେ। ମହାପୁରୁଷ ମାନଙ୍କର ମୁଖରୁ ଶୁଣାଯାଏ, ମୃଗଲୋଚନା ଶ୍ରୀମତୀ ରାଧାରାଣୀ କୃଷ୍ଣଙ୍କ ଦ୍ୱାରା ରାସମଣ୍ଡଳରେ ବିଦ୍ୟମାନ ଏକାନ୍ତ ନିକୁଞ୍ଜରେ ଏକା ଅପହରଣ କରାଯାଉଛନ୍ତି। ଅତଏବ ରାଧିକା ହିଁ ହରା ନାମରେ କୁହାଯାଉଛନ୍ତି, ଯାହାଙ୍କର ସମ୍ବୋଧନରେ ହରେ ରୂପ ହେଇଛି। ଏ ଆଚାର୍ଯ୍ୟମାନେ ବିଶେଷ କରି ଜୀବ ଗୋସ୍ୱାମୀ ବ୍ୟାଖ୍ୟା କରି କହିଛନ୍ତି, କୃତବାନ ଗୋକୁଳେ ତିଷ୍ଠ ନରିଷ୍ଟଂ ପୁଷ୍ଟଂ ପୁଙ୍ଗବ ତ୍ରିହରିଷ୍ଟଂ ରସାଦ୍ବିଚୈରାୟତିଥି ହରାମତା। ବ୍ରଜରେ ନିବାସ କରିବା ସମୟରେ ଶ୍ରୀକୃଷ୍ଣ ବୃଷ ରୂପଧାରୀ ବଳିଷ୍ଠ ଅରିଷ୍ଟାସୁରର ପ୍ରାଣ ଅର୍ପଣ କରିଥିଲେ। ସେ ସମୟରେ ରାଧିକା ତାଙ୍କୁ ଆନନ୍ଦରେ ଉଚ୍ଚସ୍ୱରରେ ହରି ହରି କହି ଡାକିଥିଲେ। ଅତଏବ ରାଧା ହରା ନାମରେ ନାମିତ ହେଉଛନ୍ତି। ହରା ଶବ୍ଦ ସମ୍ବୋଧନରେ ହରେ ହେଉଛି। ସ୍ଫୁଟଂ ରାୟତି ପ୍ରୀତିଭରେଣ ହରିଚେଷ୍ଟିତଂ
गायती मता धीरे हरा रस विचक्षणे राधिका श्रीमती राधिका कृष्णंकर लीला केवे केवे अस्पष्ट स्वर गाती तो केवे केवे प्रीतिर आधिक्य उच्च स्वर गाती अते रस विवेचना चतुर पंडित मान द्वारा से हरा नाम परिचित होती जहाँ संबोधन हरे रूप है रसावेश परिस्त्रस्ता जहार मुरलिंग हरे हरेती कीर्तिता देवी विपिने केल्लुंपटा वृंदावन क्रीड़ापरायण श्रीमती राधिका रसावेश श्रीकृष्ण हाथ पड़ जाता मुरली को अपहरण करते राधिका देवी हरा नाम कोत हंती मुरली हरण करते जहाँ संबोधन हरे रूप है हंती दुखानि भक्तानाति सौख्यानि चन्न हरा देवी निगदिता महाकारुण्यशालिनी महाकारुण्यशालिनी देवी राधिका भक्त मान दुख हरण करनी प्रतिदिन सुख प्रदान करती अतएव से हरा नाम करती संबोधन हरे रूप है निहंतुं असुरान जातो मथुरापुर मित्यसु तदा गमद्रह काम जस्या सासु हरेती च श्रीकृष्ण कंसादि असुर मान को मारिबा पाई मथुरापुरी को जाइते राधिका सहित एकांत मिलबार इच्छा करी पुनः ब्रज को आसते अतएव मथुरादि धाम ब्रज को श्रीकृष्ण को अपहरण करने जोगु राधिका हरा नाम करते जहाँ संबोधन हरे रूप है तेणु ये महामंत्र गोलकर प्रेमधन गोलक वृंदावन रे गान कराउछे एवं गौर निताय करुणावशत ए मर्त्यमंडल को धराधाम को आम्मान आंचंती गोलकर प्रेमधन हरिनाम संकीर्तन रतिना जन्मिला के नेताय ये कथा अच्छी महाजन पदावली रे ये भौतिक जगतर नुहे गौर निताय कृपा करी आम्मान आम दुख जीव दुख देखी रे जीव दुख देखिकी आम्मान आंचंती से गोलक वृंदावन आंचंती ये भौतिक जगत नुहे यार एकमात्र उद्देश्य से भगवान को डाकिया बद्ध जीवा में आम्मान हरा शब्द राधाराणी एवं कृष्ण शक्ति शक्ति कृपा राधाराणी कृपा नहले कृष्ण पाक हम जापर ना राधाराणी कृपा नहले कृष्ण को शक्ति जापर ना कृष्ण केवल राधांकर कृष्ण केवल राधांकर राधांकर कृपा नहले कृष्ण पाक जापर से आग संबोधन हरे हे कृष्ण शक्ति हे राधाराणी से कृपा कले हम कृष्ण पाइबा ये हूँ आम पाई जड़ जगत जीव मान बौद्ध जीव मान किंतु जिस जगत रे हे हरि राधाराणी गोपी माने हरि कृष्ण महामंत्र कीर्तन करुँचे हे हरि हे कृष्ण हे राम से हरा शब्द उभय हरा शब्द रे संबोधन रे हरे हरि शब्द संबोधन हरे ये कथा अच्छी